କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ରାଲି ଗ୍ରାମ ପରିଭ୍ରମଣ କରିବା ସହ ଚାରା ରୋପଣ ସହ ବୃକ୍ଷର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ତତ୍ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କୁ ନେଇ ଏକ ସାଧାରଣ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ତିଳୋତ୍ତମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତା ରାଣୀ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଓମକାର ଅନ୍ୱେଷ ଯୋଗଦେଇ ସମସ୍ତେ ମା ପାଇଁ ଗଛଟିଏ ଲଗାଇବାକୁ ଅନୁରୋଧ କରିବା ସହ ଗଛର ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ। ବକ୍ତବ୍ୟ ମାଧ୍ୟମରେ ସେ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଗଛ ନିଜ ବାଡ଼ିରେ ଲଗାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ମୁଖ୍ୟ ବ୍ୟକ୍ତି ଭାବେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ବଳ ଯୋଗଦେଇ ବିଶ୍ୱ ତାପନ ରୋକିବା ଏବଂ ଜନ୍ମଦିନରେ ନିଶ୍ଚିତ ଭାବେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ। ଏହି ସଭାରେ ସମ୍ମାନିତ ଅତିଥି ରୂପେ ସଦର ବ୍ଲକର ଗୋଷ୍ଠୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମାନସ କୁମାର ମିଶ୍ର, ଶ୍ରୀଯୁକ୍ତ କପିଳ ଚନ୍ଦ୍ର ଦାସ, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଫଗୁଚରଣ ମହାନ୍ତ ଯୋଗଦେଇ ପରିବେଶ ସୁରକ୍ଷାରେ ବୃକ୍ଷର ଉପଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଇକୋ କ୍ଲବର ଶିକ୍ଷକ ବିଜୟ କୁମାର ମିଶ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଚାରା ରୋପଣ କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗଛ ଲଗାଇବା ନିମନ୍ତେ କିଛି ବିଶେଷ ପଦକ୍ଷେପ ଓ ତା'ର ନିୟମିତ ଯତ୍ନ ବିଷୟରେ ଜଣାଇଥିଲେ। ଉକ୍ତ ଦିବସରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆଦିରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ରାଜ୍ୟସ୍ତରୀୟ ଇକୋ କ୍ଲବର ଯେଉଁ ବିଜ୍ଞାନ ପ୍ରକଳ୍ପ ପ୍ରତିଯୋଗିତା ହୋଇଥିଲା, ସେଥିରେ ସାରା ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଦେବସ୍ମିତା ରାଉତଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ। ଏହି ସଭାରେ ଶିକ୍ଷୟିତ୍ରୀ ସସ୍ମିତା ପ୍ରିୟମ୍ବଦା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ତତ୍ପରେ ଅତିଥି ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା 100ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଚାରା ଗଛ ଯଥା ଗୁଆ, ଆମ୍ବ, ସଜନା, ଅମୃତଭଣ୍ଡା, ଡାଲଚିନି, ଅଁଳା, ଗଙ୍ଗଶିଉଳି, ଭେର୍ସୁଙ୍ଗା, ତେଜପତ୍ର, ଡାଳିମ୍ବ ଆଦି ସବୁ ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚସଖା ଶିକ୍ଷା ସେତୁ ତଥା ଅଭିଭାବକମାନେ ମଧ୍ୟ ସହଯୋଗ କରିଥିଲେ। ତତ୍ପରେ ଛାତ୍ରଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀଙ୍କୁ ଚାରା ଗଛ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନାଚନ୍ଦ୍ର ଜେନା, ସଦସ୍ୟ ଦେବବ୍ରତ ରାଉତ, ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ନାୟକ, ଶୁଭଶ୍ରୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ଇକୋ କ୍ଲବ ସଭାପତି ମନୋରଞ୍ଜନ ଜେନା, ଉପସଭାପତି ମାମା ମୁଣ୍ଡା, କନିଷ୍ଠ ରେଡ୍କ୍ରସର ସଭାପତି ସୁମନ ବାରିଙ୍କ ନେତୃତ୍ୱରେ ଇକୋ କ୍ଲବ ଓ ରେଡ୍କ୍ରସର ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟରେ କରିବା ସହ ଛାତ୍ରଛାତ୍ରୀଙ୍କ ଘରେ ତଥା ଗ୍ରାମରେ କରାଇବା ନିମନ୍ତେ ବିଦ୍ୟାଳୟ ତରଫରୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ସୂଚନା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିଥିଲେ ତା ପରଦିନ ଯୋଗ ଦେଇଥିଲେ କେନ୍ଦୁଝର ଜିଲ୍ଲାରେ ପ୍ରବେଶନ ଆଇଏସ୍ ଭାବରେ ଯୋଗ ଦେଇଥିବା ଶ୍ରୀଯୁକ୍ତ ପବନ କୁମାର, ବିଦ୍ୟାଳୟକୁ ତଦାରଖ ତଥା ଲର୍ଣ୍ଣିଂ ପାଇଁ ଆସିଥିବା ଏହି ପ୍ରବେଶନ ଆଇଏସ୍ ମହାଶୟ ଏହି ଅବସରରେ ସେ ବିଦ୍ୟାଳୟରେ ଚାରା ରୋପଣ କରିଥିଲେ।
ତାଙ୍କ ସହିତ ଆସିଥିବା କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାଲିକ ମଧ୍ୟ ଚାରାରୋପଣ କରି ପରିବେଶ ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପରିବେଶ ସୁରକ୍ଷା ନିମନ୍ତେ ଏହିପରି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି।